ଥରେ ଗ୍ରହଣ କରନ୍ତୁ ଅଗ୍ରଜ। ନାଇଁ ମୁଁ ତ କଥା ଶୁଣିବା ପାଇଁ ବାଧ୍ୟ ନୁହେଁ। ଚୁକ ଚୁକ ଧରି ନ ମାନିଛୁ ଜାତି ଗୋତ୍ର ନେଟୟାରେ ଖାଇଲୁ ସବରି ଅଇଠା ଭକ୍ତି କଲୁ ଅଛୁଆ ସବରି ବ୍ୟାପାରରେ ଖାଇଲୁ ଗୌଡ଼ ଘରର ଶାଗ ଭଜା ଆଉ ଖୁଦ ଭଜା ଚଣ୍ଡାଳ ଜାତିକୁ ଦେଉଛୁ ସମ୍ମାନ ଆଉ ଆମର ସେବକ ମାନେ ଜାତି ଶ୍ରେଷ୍ଠ ବ୍ରାହ୍ମଣ ହେଲେ ମଧ୍ୟ ନ ପାଉଛନ୍ତି ଆସନ ସମ୍ମାନ ଏ ସବୁ ତୋରି ପାଇଁ ଜଗା ତୋରି ପାଇଁ ମୋ ପାଇଁ ନା ଅଗ୍ରଜ ଜଗା ଏ ଦୁନିଆରେ ଯିଏ ଯେଉଁପରି କରିଥାଏ କର୍ମ ଠିକ୍ ସେହିପରି ସିଏ ପାଇଥାଏ ଫଳ। ଜଗା ଯେଉଁମାନେ ନିଜ ଜାତି ସେମାନେ ଠିକ୍ କର୍ମ କଲେ ମଧ୍ୟ ସେମାନଙ୍କୁ ସମସ୍ତେ ଦୋଷୀ ମନେ କରିଥାନ୍ତି ଜଗା ଆଉ ଦଣ୍ଡ ମଧ୍ୟ ଦେଇଥାନ୍ତି। କିନ୍ତୁ କାହିଁକି ଅଗ୍ରଜ କାହିଁକି? ତୁ କାହା କଥା କହୁଛୁ ଜଗା? ସେ ସିଆ କଥା ଜଗା ଯାହା କର୍ମରେ ଯାହା ଲେଖା ଅଛି ସେ ତାହା ଭୋଗ କରିବାକୁ ପଡ଼ିବ ନିଶ୍ଚୟ। ଜଗା କରାମାରା ଯାହା ଲେଖିଛି ବିଧାତା କରାମାରା ଯିଏ ଯାଏ ସିଏ ତାର ଏହା ତ ବିଧି ବିଚାର ଯିଏ ଯାଏ ସିଏ ତାର ଏହା ତ ବିଧି ବିଚାର ଚୋରାଇ କେନ ପାରିବ ଚୋରାଇ କେନ ପାରିବ କାହାର ବନିତା କରମାରା ଭକ୍ତକୁ ହେଲେ ବିପତ୍ତି ଭଜେ ମତେ ଦିନ ରାତି ଭକ୍ତକୁ ହେଲେ ବିପତ୍ତି ଭଜେ ମତେ ଦିନ ରାତି ତାହାର ପାଶକୁ ଯାଇ ତାହାର ପାଶକୁ ଯାଇ ଦୂର କରେ ଚିନ୍ତା କରମାରା ভকত ভাবরে বন্ধা ন সহিবি কাহা নিন্দা ভকত ভাবরে বন্ধা ন সহিবি কাহা নিন্দা কান্দিবা হসিবা এত কান্দিবা হসিবা এত মারায়ার চিন্তা পরমারা আই উচ্চ নিচ রহিছি জগতে কেবে হেলে ସମସ୍ତେ ରହିବେ ସମାନ ଆଉ ଯଦି ସମସ୍ତେ ହୋଇବେ ସମାନ ନ ମାନିବେ ଗୁରୁ ଗୁରୁଜନ ଦେବତା ବ୍ରାହ୍ମଣ ଅରାରୁ ଧର୍ମ ହୋଇଯିବ ଧ୍ୱଂସ ଆହା ହୋଇଯିବ ଧ୍ୱଂସ ଅଗ୍ରଜ ଯୁଗ ଯୁଗ ଧରି ରହିଛି ଏ କଥା ଜାତି ପ୍ରଥା ଏହି ବହି ଆଜ କି ମୁଖରୁ ନିନ୍ଦା ଶୁଣିଥିଲି ତ୍ୟାଗ କଲୁ ବଇ ଦେହି
କଲୁ ଗୌଡ଼ ଘରର ଶାଗ ଭଲ ଖାଇ ଜାତି କୁଳ ନଷ୍ଟ କଲୁ ତୁହି ଅଟୁ କପଟି ମିଛ କଳ ମଳୟ କରୁଛୁ କଟି ତୁହି ଅଟୁ କପଟି ନାଗ୍ରଜନା ସିଏ ଏମିତି ଏକ ଚରିତ୍ର ଯାହା ସୃଷ୍ଟି କରିବ ଏ ସମାଜ ପାଇଁ ଏକ ଉଦାହରଣ। ଜାତିରେ ସେ ନିଚ ହେଲେ ମଧ୍ୟ ସେ ହେଉଛି ଅନେକ ଗୁଣରେ ଶ୍ରେଷ୍ଠ। ନାଇଁ ଜଗା ତୁ ଭକ୍ତର ଭକ୍ତିରେ ବନ୍ଧା ହୋଇ ନ ମାନୁଛୁ ଜାତି ଗୋତ୍ର ଆଉ ସେ ବଧୁ ମହାଲକ୍ଷ୍ମୀ ହେଉଛନ୍ତି ଆମର କୁଳବଧୂ ବଧୁ ହିସାବରେ ରହିବା ଦରକାର ଯେପରି ଚଣ୍ଡାଳ ପିଟାଳ ନ କରୁ ଚଣ୍ଡାଳ ପିଟାଳ ନ କରୁ ହଁ ଶୁଣ ଯୁଗ ଧରି ମୋ ସହିତ ଛଳନା କରି ଆସିଛୁ କିନ୍ତୁ ଆଉ ନୁହେଁ ବଧୁ ମହାଲକ୍ଷ୍ମୀକୁ କହିଦେବୁ ନିଜର ନିୟନ୍ତ୍ରଣରେ ରହି ନଗ୍ନ ଭ୍ରମଣ କରିବାକୁ ଯିବେ ଯେପରି ନିଜର ଜାତି ଗୋତ୍ର ନଷ୍ଟ ନହେଲା ଭଳି ନିୟନ୍ତ୍ରଣ କାରଣ ତୁ ହେଉଛୁ ତାଙ୍କର ପତି ଏ କଥାଟା ବହୁ ମାଙ୍କୁ ଭଲ ଭାବରେ ବୁଝାଇ ଦେବୁ ଭଲ ଭାବରେ ବୁଝାଇ ଦେବୁ। ମୁଁ ପରୀକ୍ଷା କରିଥିଲି ସେ ଶ୍ରିୟା ଚଣ୍ଡାଳୁଣୀକୁ ମଥାମଣି ଦେ କିନ୍ତୁ ସେ ଶ୍ରିୟା ଏ ସମାଜକରେ ଦୋଷୀ ହୋଇଗଲା। ଜାତିରେ ସେ ନିଚ ହେଲେ ମଧ୍ୟ ସେ ହେଉଛି ଅନେକ ଗୁଣରେ ଶ୍ରେଷ୍ଠ ତାର ସ୍ଥାନ ହେଉଛି ଅନେକ ଉଚ୍ଚ। ପ୍ରଭୁ କମଳା କାହାର ସ୍ଥାନ ଅନେକ ଉଚ୍ଚରେ? ଶ୍ରିୟା ଶ୍ରେୟା କିଏ ପ୍ରଭୁ? ଶ୍ରିୟା ତ ହେଉଛ ତୁମେ। ମୁଁ ମୋ କଥା ପଚାରୁନି ପ୍ରଭୁ ମୁଁ ପଚାରୁଛି ସେ ଶ୍ରେୟା କଥା ଯିଏ ଆପଣଙ୍କ ସିଂହଦ୍ୱାର ସମ୍ମୁଖରେ ଝାଡୁ କରୁଥିଲା ଯାହାକୁ ଆପଣଙ୍କ ମଥାମଣି ଚୋରି ଅପରାଧରେ ଦଣ୍ଡ ଦିଆଯାଇଛି। ଓ ବୁଝି କଣ ବୁଝିଲେ ପ୍ରଭୁ? ଭ୍ରାତା ଯେଉଁ ଅଗ୍ନି ସଂଯୋଗ କରିଗଲେ ସେ ଅଗ୍ନିର ନାମ ହେଉଛି ଶ୍ରିୟା ଚଣ୍ଡାଳୁଣୀ। ଜ୍ୟେଷ୍ଠ ବେଳ ତ ସେ କଥା ହିଁ କହିଗଲେ କିନ୍ତୁ କଥା ଭିତରେ କହିଗଲେ ସମଗ୍ର ନାରୀ ଜାତିର ଅବସ୍ଥା କମଳା ଆଉ ଇଙ୍ଗିତ ଦେଇଗଲେ ଜାତି ଭେଦ କିପରି ଉଗ୍ର ରୂପ ଧାରଣ କରୁଛି। କମଳା କିନ୍ତୁ ତୁମେ ଏ କଥା ଜାଣିଲ କିପରି? ମୁଁ ଦ୍ୱାର ସମ୍ମୁଖରେ ଥାଇ ସମସ୍ତ କଥା ଶୁଣିଛି ପ୍ରଭୁ। କମଳା ଆପଣ ହେଉଛନ୍ତି ଏ କ୍ଷେତ୍ରର ମୂଳଧାର ଏ କ୍ଷେତ୍ରର କ୍ଷେତ୍ରପତି ଆପଣ ଏଠାରେ ଥାଇ ଏପରି ଅବ୍ୟବସ୍ଥା ଆପଣ କଣ କିଛି ଦେଖିପାରୁନାହାନ୍ତି? କମଳା এই পুরুষোত্তম ক্ষেত্রর অন্য নাম হেলা শ্রীক্ষেত্র তুমি মধ্য এ ক্ষেত্রর অধীশ্বরী। প্রভু কমলা ଆପଣଙ୍କ ବିନା ଅନୁମତିରେ ମୁଁ କଣ କୌଣସି କାର୍ଯ୍ୟ କରିଛି କିନ୍ତୁ କିଛି ସେ ଶ୍ରିୟା ଚଣ୍ଡାଳୁଣୀ সে শ্রিয়া কথা তুমি ভুলি যাও লক্ষ্মী। ପ୍ରଭୁ সভা শেষ পাহাচ তো নুহ পাহাচ তলর ঘাস পরি তা অবস্থা ପ୍ରଭୁ কিয়ে পচারে তার দুঃখ দুর্দশা কথা তা ছড়া এ ক্ষেত্রে অনেক লোক অছন্তি সেମାନଙ୍କ কথা থরে তুমি চিন্তা কর ছাড় গোটাଏ চণ্ডাଳୁଣୀର ଦୁଃଖ ପାଇଁ ତୁମେ ତ ବ୍ୟସ୍ତ ବିବ୍ରତ କାହିଁକି? ପ୍ରଭୁ କମଳା ମୁଁ ହେଉଛି ଜଣେ ନାରୀ ଜଣେ ନାରୀର ଦୁଃଖ ଦୁର୍ଦ୍ଦଶା କଥା ମୁଁ ବୁଝିବିନି ତାକୁ ବୁଝିବ କିଏ? କମଳା ତା ଛଡ଼ା ଆପଣ ହେଉଛନ୍ତି ଦୀନବନ୍ଧୁ ଶ୍ରିୟାକୁ ଛାଡ଼ ଚଣ୍ଡାଳୁଣୀ କହି କାହିଁକି କଳଙ୍କ ଲଗାଉଛନ୍ତି ଆପଣଙ୍କ ଠାରେ? କମଳା ତୁମ ନାମରେ ଲଗାଅ ନାହିଁ କଳଙ୍କ ହେ ତୁମେ ସତ୍ୟ ଧର୍ମ ନ୍ୟାୟର ପ୍ରତୀକ। ତୁମ ନାମରେ ଲଗାଅ ନାହିଁ କଳଙ୍କ ହେ ତୁମେ ସତ୍ୟ ଧର୍ମ ନ୍ୟାୟର ନାରୀ ଜାତିର ଦୁର୍ଗତି
समस्त्र सृष्टिकारी तुमरी अंगारू आज किंबा पक्षपात आहे महावीर उच्च नीच जनजाति करती है उच्च छाती उच्च नीच जनजाति करती है उच्च छाती देखि पारिब कि कला नायक है तुम नामरे लगाओ नायक ଶୁଣ ଲକ୍ଷ୍ମୀ ପ୍ରତ୍ୟେକ ଘଟଣା ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଘଟିଥାଏ। प्रभु ତୁମେ ଯେତେ ଚେଷ୍ଟା କଲେ ମଧ୍ୟ ତୁମେ କେବେ ତାକୁ ଅଟକାଇ ପାରିବ ନାହିଁ। प्रभु ଯାହା ଘଟିବାର ଅଛି ତାହା ନିଶ୍ଚୟ ଘଟିବ। प्रभु ହଁ ହଁ ନିଶ୍ଚୟ ଘଟିବ। प्रभु 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 कौन कहले श्रिया छार चंडाळुणी ना श्रिया चंडाळुणी ताकू समस्ते करूछंती घृणा किंतु मु श्रिया को देवी श्री इंद्रर ऐश्वर्य आसन ताकू बसाइबी श्रेष्ठर आसन हाँ मु श्रिया को बसाइबी श्रेष्ठर आसन मु निश्चय जीवी से श्रियार निकटे हाँ कारण मु हूँ रत्नाकर सागर नंदिनी महालक्ष्मी पद्मालय